कहला मु तोते प्रश्न पचारुछि भगवान भलिया पुओ को जन्म करिकी तू वनवास जीवार 6 दिन रे तो बापा कहीं मरले भगवान राम कहले आगो उत्तर दे देबी मां आगो नाका मनटा को शांति करबी ता पछरे दिबी पुरु कहला मां आहा धन रे मो बापा काकी की मरले तू जानी मु के बरी जानी रे धन मोर दोष नहीं आरो दोष कहला बनवासी सूत धन रे मोर कोन दोष दोष नहीं मो बापा हां राजा दशरथ दिने शिकार आसारे जाइथिले हां घोर जंगल को शिकार आसारे जाइथिले तमसा नदी कूलरे धनुरे तीर संजोग करी अपेक्षा करिछ अच्छा अच्छा जंतु ओडिले मारिए बोली हां ठीक बेले बा अरण्यर परिवेश भितरे आ कौन हैला जणे बाबा अच्छा जाकू अंधमुनि कहନ୍ତି अच्छा 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 अंधमुनि आज्ञा से अंध बोली कोनतार ना नाही मला अंध सेना है तांगर ना निश्चित थबो आम गारे गोटे अंध थला ता ना डाकନ୍ତି राज अंध हां राज अंध बोली ताले पुराण भितरे जो अंध बाबा जीटा ता ना कोन तार नाटा कोन थिला आ खाली अंधला को अंध अंध बोल लागिले ताकू लाज लागिबनी एगुडा सब पाला वाला कहि परिबेनी नहीं नहीं बाबा जी ना होची शूद्र अच्छा स्त्री ना होची कल्याणी कल्याणी
ରାତି ହେଇଛି ଶୁଦ୍ରକ ବାବାଜୀ ଡାକିଲା କଲ୍ୟାଣୀ ହଁ ହଁ ଏ କଲ୍ୟାଣୀ ସ୍ୱାମୀ ମତେ ଭାରି ଶୋଷ ହଉଛି ଆହା ହା ହା ହଉ ତାହେଲେ କଣ କହୁଛନ୍ତି କୁହନ୍ତୁ ମୁଁ ପାଣି ପାଇଁ ଯିବି ତ ମତେ ପାଣି ଟିକିଏ ଦିଏ କଲ୍ୟାଣୀ ଉଠିଲେ କଣ କହିଲେ ଘର ଯାକ ଅଣ୍ଡାଳି ଅଣ୍ଡାଳି ଦେଖିଲେ ଆଚ୍ଛା କୋଉ ମାଠିଆରେ ପାଣି ଟିକେ ନାହିଁ ମାଠିଆରେ ପାଣି ଥିଲେ ସିନା ଆଣିକି ଦେଇଥାନ୍ତେ ମାଠିଆରେ ତ ପାଣି ନାହିଁ ଅଣ୍ଡାଳୁଛନ୍ତି ଗୋଟିକିଆ ପୁଅ ହଁ ହଁ ନା ହଉଛି ସିନ୍ଧୁ ସିନ୍ଧୁ ଯାହାକୁ ମଲା ପରେ ଆପଣ ମାନେ କହିଲେ ଶ୍ରବଣ କୁମାର ତା ନାଁ ସେତେବେଳେ ଶ୍ରବଣ କୁମାର ହେଇନି ନାଇଁ 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 ମଲା ବେଳେ ତା ନାଁ ହେଲା ଶ୍ରବଣ କୁମାର ଆଚ୍ଛା ସେତେବେଳେ ନାଁ ଥିଲା ସିନ୍ଧୁ ସିନ୍ଧୁ ପ୍ରଥମେ ନାମ ଥିଲା ସିନ୍ଧୁ କହିଲା ମୋ ବାପାକୁ ଏତେ ଶୋଷ ମୁଁ ବାପାର ସେବା କରିବି ନିଶ୍ଚିତ ପାଲା ଗାଇବାକୁ ଆସୁ ଆମେ ଆଜ୍ଞା ଦିପଦ ପୁରାଣ ଗାଇଦେବୁ ପାଲା ସରିଯିବ ହଉ ମୋ ମାଲୋ ସୌଭାଗ୍ୟବତୀ ଭବ ପ୍ରଭୁ କଲ୍ୟାଣ କର ଆମେ ପାଲା ଗାଇବାକୁ ଆଇଛୁ କିନ୍ତୁ ମା ଆମେ ମାନେ ନିଜେ ନିଜକୁ ବି ବୁଝିନୁ ମୁଁ ପାଲା ଗାଇ ଆଇଛି 12ଟା ପାଲା ଗାଇବି ମୋ ଭାଗ ଟଙ୍କା 50,000 ପଡିବ ମୁଁ ଗଲା ମାତ୍ରେ ମୋ ସ୍ତ୍ରୀ ହାତକୁ ଧରେଇ ଦେବି ଏଇ ଧର 50,000 ସ୍ୱାମୀ ଏତିକି ହେଇଥିଲା କିନ୍ତୁ ମତେ ଯିଏ ଜନ୍ମ ଦେଇଛି ଯାହା ଘରକୁ ବାହାରିଛି ମୁଁ ତାକୁ 5 ଟଙ୍କା ବି ଦେଇନି ନାଇଁ 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 ତାହେଲେ ଏ ଜୀବନର ମୂଲ୍ୟ କଣ ଅଛି କହୁନ ଦେଖି ପ୍ରଭୁ କୃପା କରନ୍ତୁ ମଙ୍ଗଳ ଯିଏ ମତେ ଜନ୍ମ ଦେଇଛି ଆଜ୍ଞା ଆଜ୍ଞା ଯାହା ଘରକୁ ବାହାରିଛି ତାକୁ ପାଲା ଗାଇକି ପାଲା ପଇସା ଟଙ୍କାଟେ ଦିନେ ଦେଇନି ନାଇଁ 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 ଏହାର କାରଣ କଣ କାରଣ କଣ ଅଚ୍ୟୁତାନନ୍ଦ ଦାସ ପ୍ରମାଣ କଲେ ଆଉ ମୋ ଝିଅ ମାନେ ସୌଭାଗ୍ୟବତୀ ହୁଅ ବାପା ମାଙ୍କର ଭଲ ଝିଅ ହୋଇକି ଗାଁର ନାଁ ରଖ ବାପା ମାଙ୍କର ନାଁ ରଖ ମୁଁ ଏତିକି ଆଶୀର୍ବାଦ କରୁଛି ତମେ ମାନେ ମୋ ଝିଅ ବୟସ ମୋ ଝିଅ ତମରି ମାନଙ୍କ ଭଳି ପ୍ରଭୁ ତମର କୃପା କରନ୍ତୁ ତମର କଲ୍ୟାଣ ଆରେ ଏଡେ ବଡ ଆଶୀର୍ବାଦକୁ 10 ଟଙ୍କିଆଟେ ନେଇକି ଆସିଥିଲୁ ହଉ ନାରାୟଣ ମଙ୍ଗଳ କରନ୍ତୁ ତାହେଲେ ଜୀବନର ଆଦର୍ଶ କଣ କଣ ଅଛି
ଅଚ୍ୟୁତାନନ୍ଦ ପରମହଂସ କହିଲେ କହିଲେ ଗାଈ କ୍ଷୀର ଦେଇ କୁକୁର ପୋଷିବେ ବାଛୁରୀ ମରିବ ଭୋକେ ଗାଈ କ୍ଷୀର ଦେଇ ବାଛୁରୀ ପୋଷିବେ କୁକୁର ମରିବେ ଭୋକେ ଶଳାକୁ ପୋଷିବେ ଦିବ୍ୟ ପାକାମ୍ବରେ ବାପା କାନ ଦେବେ ଢୋକେ ଗାଈ କ୍ଷୀର ଦବ କୁକୁର ଖାଇବ ଘରେ ଶିଶିଆରେ ଡଗ ରଖିବା କିନ୍ତୁ ବାଛୁରୀଟା ଭୋକେରେ ମରିବ କଣ କରିବ ଚିପିକିରି ଦୁହିକିରି ସବୁ କୁକୁର ମୁହଁରେ ଦେବେ ବାଛୁରୀ ଦେଖିଲା ଆସିକି ଧର ଧର ଶଳାକୁ ପୋଷିବେ ଦିବ୍ୟ ପାକାମ୍ବରେ ଯୋଉଦିନ ଘରକୁ ଶଳା ଆସିବ ଭାଇ ଆଜି କଣ କରିବା ଦେଶୀ କୁକୁଡ଼ା କରିବା ନା ମଟନ କରିବା ବାପା ଡାକୁଥବ ପୁଅରେ ଚା ଟିକେ ପିଅନ୍ତୁ ନା କ୍ଷୀର ଲିଟର 30 ଟଙ୍କା ହେଲାଣି ଭାରି ଚାହା ପିଇଲା ବାଲା ଏଇଭଳିଆ ତୁ ଏମିତି ଚା ପିଇଲା ବାଲା ମୋ ପାଖରେ ପଇସା ନାହିଁ ପଇସା ନାହିଁ ତ ଭତ୍ତା ପଇସା ତୁ କଣ କରୁଛୁ କି ଆଉ କଣ ଶଳାକୁ ଦିବ୍ୟ ପାକାମ୍ବରେ ପୋଷିବେ ବାପାକୁ ଢୋକେ ଦେବେନି ଚା ଟିକେ ମଧ୍ୟ ଦେବା ପାଇଁ ସମର୍ଥ ନୁହଁ ଭଗବାନ ରାମ ପାଦ ଦେଇଛନ୍ତି 6 ନମ୍ବର ପାହାଚରେ ଯେତେବେଳେ ପାଦ ଦେଇଛନ୍ତି ଗୋଟେ ମା ଡାକିଲା ମା ହେଉଛି କୌଶଲ୍ୟା କହିଲା କଣ ବିଧବା ହେଲେ ତୁ ଭଗବାନ ଭଳି ପୁଅ ମୁଁ ବିଧବା କାହିଁକି ହେଲି ମା ତୁ କୁହ ମୁଁ କହୁଛି ଏବେ ଶୁଣ ରାମ କହିଲେ ସେଥିରେ ମୋର ଦୋଷ ନାହିଁ ଅନ୍ଧ ବାବାଜୀର ପୁଅ ଶ୍ରବଣ କୁମାର ଗୋଟିଏ ଥିଲା ବାପା ମାଙ୍କୁ ଶୋଷ ଲାଗିଛି ରାତି ଅଧରେ ମାଠିଆ ଧରି ଯାଇଛି ବାପାଙ୍କ ପାଇଁ ପାଣି ଆଣିବା ହଉଛି ବାପା ପିଇବେ ବୋଲି ପାଣି ପିଇ ଯାଇଛି ପାଣି ମାଠିଆଟା ବୁଡେଇ ଦେଇଛି ସରଜୁ ନଦୀ ଜଳରେ କବି ଗଲେ ସଗାଢ୍ୟ ବୁଦ୍ଧିସ୍ତ ମଶାଙ୍କ ଢେ বিবরত মানগত ভীর ভিগম মতুয়া মৃগ মার্গর লক্ষ্য ভূত মনোব্রজন মানমুখী চকা ତମସା ନଦୀର ଉପକଣ୍ଠରେ ରାଜା ଦଶରଥ ତୀର ଧରିକି ବସିଛି କାହିଁକି ନା ରାଜା ମାନଙ୍କର କର୍ତ୍ତବ୍ୟ ରାତ୍ର କାଳରେ ମୃଗୟା ବିରୋଧ କରିବା ମୃଗୟା ମାନେ କଣ ଖାଲି ହରିଣ ମାରିବା ମୃଗୟା ବୋଲେ ତ ହରିଣ ନାଇଁ ମୃଗ ବୋଲେ ଜୀବ ଜୀବ ବଧ କରିବା ପାଇଁ ରାଜା ଦଶରଥ ଧନୁରେ ତୀର ଧରିକି ବସିଛି
ସେତେବେଳେ ଶ୍ରବଣ କୁମାର ନାଁଟା ହଉଛି ସିନ୍ଧୁ। ସିନ୍ଧୁ ଭଗବାନଙ୍କୁ ଡାକି ଡାକି ପାଣି ଟିକିଏ ବାପା ପାଇଁ ଆଣିବାକୁ ଯାଉଛି। ଯାଉଛି ପାଣି ପାଇଁ।